आज 26 ଜାନୁଆରୀ 2024 ଭାରତର ସାଧାରଣତନ୍ତ୍ର ଦିବସ। ଆମ ପାଖରେ ତ ଆଜି ବିଭିନ୍ନ ଖବରକାଗଜ ଆଉ ଡକ୍ୟୁମେଣ୍ଟର ଗୋଟେ ପୁରା ଗଦା ଅଛି। ତେବେ ଚାଲନ୍ତୁ ଏହି ସବୁ ଖବରକୁ ଯୋଡ଼ି ଦେଖିବା, ମାନେ ଭାରତ ଯେତେବେଳେ ନିଜର ଗଣତନ୍ତ୍ରକୁ ପାଳନ କରୁଛି, ସେତେବେଳେ ଦେଶ ଭିତରେ ଓ ବାହାରେ ପ୍ରକୃତରେ କ'ଣ ସବୁ ଚାଲୁଛି। ଆସନ୍ତୁ ଏହା ଭିତରକୁ ଯାଇ ଦେଖିବା। ଏଇଟା ଏକ ବହୁତ ମଜାଦାର ବିଷୟ, କାରଣ ଗୋଟିଏ ଦିନର ଖବରକୁ ଯଦି ଆମେ ଏକାଠି କରି ଦେଖିବା, ତାହେଲେ ଗୋଟିଏ ବଡ଼ ଚିତ୍ର ସାମ୍ନାକୁ ଆସେ। ଆମେ ଦେଖିପାରିବା କେମିତି ଗୋଟିଏ ପଟେ ଉତ୍ସବର ମାହୋଲ, ଆରପଟେ ବିଶ୍ୱ ରାଜନୀତିର ଛକାପଞ୍ଛା, ଟେକ୍ନୋଲୋଜିର ନୂଆ ଦିଗ ଏବଂ ସାଧାରଣ ମଣିଷର ଦୁଃଖ ସୁଖର କାହାଣୀ, ଏସବୁ କେମିତି ଗୋଟେ ସୂତାରେ ବାନ୍ଧା ହୋଇଅଛି। ଠିକ୍। ତେବେ ଆରମ୍ଭ କରିବା ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍ରୁ। ଆମ ପାଖରେ ଥିବା ସଣ୍ଡେ ପୋଷ୍ଟର ଏକ ଲେଖାରୁ ଜଣାପଡ଼ୁଛି ଯେ 1950 ମସିହାରେ ଯେତେବେଳେ ପ୍ରଥମ ପରେଡ୍ ହୋଇଥିଲା, ତାହା ବହୁତ ସାଧାରଣ ଥିଲା। କୌଣସି ବିଶେଷ ଆଡମ୍ବର ନଥିଲା। ଏକଦମ। ଆଉ ଆଜି ଦେଖନ୍ତୁ, ଏକ ବିଶାଳ ଆୟୋଜନ, ଆଉ ଏହି ପରିବର୍ତ୍ତନ ନିଜେ ଗୋଟେ କାହାଣୀ କହୁଛି। ଲେଖାରେ ଗୋଟିଏ ପୁରୁଣା କଳାଧଳା ଫଟୋ ଅଛି, ଯେଉଁଠି କିଛି ସୈନିକ ଗୋଟେ ପଡ଼ିଆରେ ମାର୍ଚ୍ଚ କରୁଛନ୍ତି। ହଁ, ବହୁତ ସରଳ ଦେଖାଯାଉଛି। ଆଉ ତା ପାଖରେ ଆଜିର ରଙ୍ଗୀନ ଫଟୋ, ରାଜପଥରେ ଟ୍ୟାଙ୍କ ଗୋଡ଼ୁଛି, ଆକାଶରେ ବିମାନ ତ୍ରିରଙ୍ଗା ଧୂଆଁ ଛାଡୁଛି, ଆଉ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼, ଯେମିତିକି ଓଡ଼ିଶାରେ ଏକ ସୁନ୍ଦର ମେଢ଼ର ଚିତ୍ର ମଧ୍ୟ ଅଛି। ତେଣୁ ଏହା କେବଳ ଏକ ପରେଡ୍ ହୋଇ ରହିନାହିଁ, ଏହା ଦେଶର ସାମରିକ ଶକ୍ତି, ସାଂସ୍କୃତିକ ବିବିଧତା ଆଉ ପ୍ରଗତିର ଏକ ବଡ଼ ପ୍ରଦର୍ଶନୀ ପାଲଟିଛି। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି। ଏହି ବିଶାଳ ଆୟୋଜନ ଭିତରେ ଆମେ କ'ଣ 1950ର ସେହି ସରଳ ଭାବନାକୁ ହରାଇ ଦେଇଛୁ? ନା ଆଜିର ଦୁନିଆରେ ଭାରତ ଭଳି ଦେଶ ପାଇଁ ନିଜ ଶକ୍ତି ପ୍ରଦର୍ଶନ କରିବା ଏକ ଆବଶ୍ୟକତା? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ସମୟ ସହିତ ଦେଶର ଆକାଂକ୍ଷା ବଦଳେ। 1950ରେ ଭାରତ ଥିଲା ଏକ ନୂଆ ଗଣତନ୍ତ୍ର, ନିଜ ପରିଚୟ ଖୋଜୁଥିଲା। ଆଜି ଭାରତ ଏକ ବୈଶ୍ୱିକ ଶକ୍ତି ହେବାକୁ ଚାହୁଁଛି। ତେଣୁ ଏହି ପରେଡ୍ ଏବେ କେବଳ ଦେଶବାସୀଙ୍କ ପାଇଁ ନୁହେଁ, ବରଂ ସାରା ଦୁନିଆ ପାଇଁ ଏକ ବାର୍ତ୍ତା। ଏହା ଦେଖାଏ ଯେ ଭାରତ ପାଖରେ କେବଳ ସଂସ୍କୃତି ନୁହେଁ, ସାମର୍ଥ୍ୟ ମଧ୍ୟ ଅଛି। ହଁ, ଏହା ବହୁତ ଆକର୍ଷଣୀୟ ଯେ ଭାରତ ଯେତେବେଳେ ଏଭଳି ସାମରିକ ଶକ୍ତି ପ୍ରଦର୍ଶନ କରୁଛି, ଠିକ୍ ସେହି ସମୟରେ ଆମେରିକା ଭଳି ଦେଶ କୂଟନୈତିକ ଶକ୍ତି ଦେଖାଇବାକୁ ଚେଷ୍ଟା କରୁଛି। ଆମ ପାଖରେ ଥିବା ଖବର ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବରେ ଗଠିତ ବୋର୍ଡ ଅଫ୍ ପିସ୍କୁ ଜାନୁଆରୀ 22ରେ ଡାଭୋସରେ ଆନୁଷ୍ଠାନିକ ଭାବେ ସ୍ଥାପିତ କରାଯାଇଛି। ନିଶ୍ଚିତ ଭାବରେ। ଆଉ ଏହା କ'ଣ ପାଇଁ? ଗାଜାର ପୁନର୍ନିର୍ମାଣ ପାଇଁ, ଯାହାକୁ UN ସିକ୍ୟୁରିଟି କାଉନସିଲ୍ ମଧ୍ୟ ସମର୍ଥନ କରିଛି। ଏହା ହେଉଛି ଆମେରିକାର ସଫ୍ଟ ପାୱାରର ଏକ ଉଦାହରଣ। ମାନେ ଶକ୍ତି ପ୍ରଦର୍ଶନର ଏକ ଭିନ୍ନ ଉପାୟ। ଏକଦମ। ସେମାନେ ଦେଖାଇବାକୁ ଚାହୁଁଛନ୍ତି ଯେ ସେମାନେ କେବଳ ଯୁଦ୍ଧ ନୁହେଁ, ଶାନ୍ତି ସ୍ଥାପନର ମଧ୍ୟ ନେତୃତ୍ୱ ନେଇପାରିବେ। କିନ୍ତୁ ଏଥିସହିତ ଟ୍ରମ୍ପଙ୍କ ସହ ଜଡ଼ିତ ଆଉ ଏକ ଘଟଣା ଆର୍କଟିକ୍ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ହଁ, ମୁଁ ସେଇ ଖବର ବି ଦେଖୁଥିଲି। ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କ ସେମାନଙ୍କର ଜଟିଳ ଇତିହାସ ସତ୍ତ୍ୱେ ଟ୍ରମ୍ପଙ୍କୁ ସାମ୍ନା କରିବା ପାଇଁ ଏକଜୁଟ ହୋଇଛନ୍ତି। ଏହା କେମିତିକା ରାଜନୀତି? ଏହା ହେଉଛି ଆଞ୍ଚଳିକ ଶକ୍ତିର ପ୍ରଦର୍ଶନ। ଆର୍କଟିକ୍ ଅଞ୍ଚଳରେ ଖଣିଜ ସମ୍ପଦ ଆଉ ସାମରିକ ଗୁରୁତ୍ୱ ବଢ଼ିବାରେ ଲାଗିଛି। ଟ୍ରମ୍ପଙ୍କର ଗ୍ରୀନଲ୍ୟାଣ୍ଡ ଉପରେ ଆଖି ଅଛି, ତେଣୁ ଡେନମାର୍କ ଆଉ ଗ୍ରୀନଲ୍ୟାଣ୍ଡ ମିଶି ବାର୍ତ୍ତା ଦେଉଛନ୍ତି ଯେ ସେମାନେ ନିଜ ସାର୍ବଭୌମତ୍ୱକୁ ରକ୍ଷା କରିବେ। ଏହା ଦର୍ଶାଉଛି ଯେ ଶକ୍ତି କେବଳ ବଡ଼ ଦେଶମାନେ ପ୍ରଦର୍ଶନ କରନ୍ତି ନାହିଁ। ତେବେ ଗୋଟିଏ ପଟେ ବାହ୍ୟ ଶକ୍ତି ପ୍ରଦର୍ଶନ ଚାଲିଥିବା ବେଳେ ଚୀନ ଭିତରେ କିନ୍ତୁ ଏକ ବଡ଼ ଧରଣର ଆଭ୍ୟନ୍ତରୀଣ ଘଟଣାକ୍ରମ ଚାଲିଛି। ଆମ ଉତ୍ସ ଅନୁଯାୟୀ ଚୀନର ସବୁଠାରୁ ବରିଷ୍ଠ ଜେନେରାଲ ଜାଙ୍ଗ ୟୁକ୍ସିଆଙ୍କ ବିରୋଧରେ ତଦନ୍ତ ଚାଲିଛି। ହଁ, ଆଉ ସେ ସାଧାରଣ କେହି ନୁହନ୍ତି। ସେ ସେଣ୍ଟ୍ରାଲ ମିଲିଟାରୀ କମିଶନର ଉପାଧ୍ୟକ୍ଷ, ମାନେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରେ ଦ୍ୱିତୀୟ ସ୍ଥାନରେ। ବାପ୍ରେ, ଏହା ତ ବହୁତ ବଡ଼ ଖବର। ବହୁତ ବଡ଼ ଖବର, କାରଣ ଏହା ଚୀନର ଆଭ୍ୟନ୍ତରୀଣ ଶକ୍ତି ସଂଘର୍ଷକୁ ଦର୍ଶାଉଛି। ସାଂସ୍କୃତିକ ବିପ୍ଳବ ପରଠାରୁ ଏହା ମାତ୍ର ଦ୍ୱିତୀୟ ଥର ପାଇଁ କୌଣସି କାର୍ଯ୍ୟରତ ଜେନେରାଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉଛି। ଏହା ସି ଜିନପିଙ୍ଗଙ୍କ ନିଜ କ୍ଷମତାକୁ ଆହୁରି ମଜବୁତ କରିବାର ଏକ ପ୍ରୟାସ ହୋଇପାରେ। ତେବେ ଚୀନ ଭିତରେ ଏକ ଶକ୍ତିର ଖେଳ ଚାଲିଛି। ହଁ, ଆଉ ଏହି ସମୟରେ ମହାଶକ୍ତିମାନଙ୍କ ମଧ୍ୟରେ ବାହ୍ୟ ସଂଘର୍ଷ ମଧ୍ୟ ଭୟଙ୍କର ରୂପ ନେଇଛି। ଆପଣ ୟୁକ୍ରେନ କଥା ତ ଜାଣିଥିବେ। ହଁ, ରୁଷର ଆକ୍ରମଣ। ହଁ,
ଆମ ପାଖରେ ଥିବା ରିପୋର୍ଟ ଅନୁସାରେ ରୁଷ ପୁଣି ଥରେ ୟୁକ୍ରେନ ଉପରେ ବଡ଼ ଧରଣର ଆକାଶମାର୍ଗରୁ ଆକ୍ରମଣ କରିଛି, ଯାହାଫଳରେ ଲକ୍ଷ ଲକ୍ଷ ଲୋକ ଏହି ହାଡ଼ଭଙ୍ଗା ଶୀତରେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ଏହା ମନେ ପକାଇ ଦେଉଛି ଯେ ରାଜନୈତିକ ଶକ୍ତିର ଏହି ଖେଳରେ ସବୁଠାରୁ ବେଶି କ୍ଷତି ସାଧାରଣ ଲୋକଙ୍କର ହୁଏ। ଏହି ସବୁ ରାଜନୈତିକ ଉତ୍ତେଜନା ଭିତରେ ଆଉ ଏକ କ୍ଷେତ୍ର ଅଛି ଯେଉଁଠି ଶକ୍ତିର ଏକ ନୂଆ ପରିଭାଷା ଲେଖାଯାଉଛି, ଆଉ ତା ହେଉଛି ଟେକ୍ନୋଲୋଜି। ସଣ୍ଡେ ପୋଷ୍ଟର ଏକ ରିପୋର୍ଟ କହୁଛି ଯେ 2026ର ଗ୍ୟାଜେଟ୍ଗୁଡ଼ିକ କେବଳ କାମ କରିବା ପାଇଁ ନୁହେଁ, ବରଂ ବ୍ୟକ୍ତିତ୍ୱ ଆଉ ମଜା ଉପରେ ଗୁରୁତ୍ୱ ଦେଉଛି। ଏଥିରେ ଏକ ସୋଲାର ମାର୍ସପଟ୍ କଥା ବି ଅଛି। ମୋତେ ଗୋଟେ ସୋଲାର ମାର୍ସପଟ୍ ଦରକାର କି ନାହିଁ ମୁଁ ଜାଣିନି, କିନ୍ତୁ ଶୁଣିବାକୁ ମଜା ଲାଗୁଛି। ହଁ, ଟେକ୍ନୋଲୋଜି ଏବେ କେବଳ ଉପକରଣ ହୋଇ ରହିନାହିଁ, ଏହା ଆମର ସାଥୀ ପାଲଟିବାରେ ଲାଗିଛି। କିନ୍ତୁ ଏହାଠାରୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଖବର ଓଡ଼ିଶାରୁ ଆସିଛି, ଯାହା ଭବିଷ୍ୟତର ଶକ୍ତି ସମୀକରଣକୁ ବଦଳାଇ ଦେଇପାରେ। ରାଜ୍ୟ ସରକାର ସର୍ବମ୍ ନାମକ ଏକ ଭାରତୀୟ ଏଆଇ କମ୍ପାନୀ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଯୋଜନା କରୁଛନ୍ତି। ଉଦ୍ଦେଶ୍ୟ ହେଉଛି ସାର୍ବଭୌମ ଏଆଇ କ୍ଷମତା ନିର୍ମାଣ କରିବା। ସାର୍ବଭୌମ ଏଆଇ କ୍ଷମତା ବା ସୋଭରେନ୍ ଏଆଇ କ୍ୟାପାବିଲିଟି, এটা ଶୁଣିବାକୁ ଟିକେ ଜଟିଳ ଲାଗୁଛି। ଏହାର ପ୍ରକୃତ ଅର୍ଥ କ'ଣ? ଏହାକୁ ଏମିତି ଭାବନ୍ତୁ, ଆପଣ ନିଜ ବଗିଚାରେ ଫଳୁଥିବା ପନିପରିବା ବ୍ୟବହାର କରି ନିଜର ଏକ ସ୍ୱତନ୍ତ୍ର ରେସିପି ତିଆରି କରୁଛନ୍ତି। ବାହାର ଦେଶରୁ ମସଲା କିଣିବା ପରିବର୍ତ୍ତେ ଏଠାରେ ଭାରତର ପନିପରିବା ହେଉଛି ଆମ ଲୋକଙ୍କ ଡାଟା, ଆମ ଭାଷା, ଆମ ସଂସ୍କୃତି। ସାର୍ବଭୌମ ଏଆଇ ମାନେ ଆମେ ସେହି ନିଜସ୍ୱ ଉପାଦାନ ବ୍ୟବହାର କରି ଏକ ଏଆଇ ତିଆରି କରିବା, ଯାହା ବିଦେଶୀ କମ୍ପାନୀଙ୍କ ଉପରେ ନିର୍ଭର ନ କରି ଆମ ପାଇଁ ଆମ ଭାଷାରେ କାମ କରିବ। ଓ ବୁଝିଲି। ତେବେ ଏହା କେବଳ ଟେକ୍ନୋଲୋଜି ନୁହେଁ, ଏହା ଏକ ରଣନୀତି। ଏକଦମ। ଏହା ଡିଜିଟାଲ ଯୁଗରେ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବାର ଏକ ବଡ଼ ପଦକ୍ଷେପ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହା ତ ବହୁତ ଭଲ ଲାଗୁଛି, କିନ୍ତୁ ଏହାର କିଛି ବିପଦ ନାହିଁ କି? ଗୋଟିଏ ସାର୍ବଭୌମ ଏଆଇ ତିଆରି କରିବା ଦ୍ୱାରା ଆମେ ଏକ ଟେକ୍ନୋଲୋଜିକାଲ ଇକୋ ଚେମ୍ବର ବା ପ୍ରତିଧ୍ୱନି କକ୍ଷ ତିଆରି କରିବାର ଆଶଙ୍କା ନାହିଁ କି, ଯାହା ଆମକୁ ବାହାରୁ ଦୁନିଆରୁ ଦୂରେଇ ରଖିବ? ହଁ, ଏହା ଏକ ଯୁକ୍ତିଯୁକ୍ତ ଚିନ୍ତା। ସନ୍ତୁଳନ ରକ୍ଷା କରିବା ବହୁତ ଜରୁରୀ। ଉଦ୍ଦେଶ୍ୟ ଏହା ନୁହେଁ ଯେ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବା, ବରଂ ଉଦ୍ଦେଶ୍ୟ ହେଉଛି ମୂଳଦୁଆକୁ ନିଜ ନିୟନ୍ତ୍ରଣରେ ରଖିବା, ଯେପରିକି ଭାରତର ସମ୍ବେଦନଶୀଳ ଡାଟା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଏସବୁ ଦେଶ ଭିତରେ ରହିବ, ଆମ ନିୟମ ଅନୁସାରେ କାମ କରିବ। ଏହା ଏକ ପାଚେରୀ ତିଆରି କରିବା ନୁହେଁ, ବରଂ ନିଜ ଘରର ଚାବି ନିଜ ପାଖରେ ରଖିବା ଭଳି। ବହୁତ ସ୍ପଷ୍ଟ ଭାବରେ ବୁଝାଇଲେ। ତେବେ ଏହି ବଡ଼ ବଡ଼ ରଣନୀତି, ରାଜନୀତି ଆଉ ଟେକ୍ନୋଲୋଜିର କଥାବାର୍ତ୍ତା ଭିତରେ ଆମେ ଅନେକ ସମୟରେ ଭୁଲିଯାଉ ଯେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କିପରି ପଡ଼େ। ଯେମିତିକି ଆମେରିକାରେ ଚାଲିଥିବା ଭୟଙ୍କର ଶୀତ ଝଡ଼। ହଁ, ଯେଉଁଥିରେ ପାଖାପାଖି 14 କୋଟି ଲୋକ ପ୍ରଭାବିତ। ରିପୋର୍ଟ ଅନୁସାରେ ଦେଶର 40% ଜନସଂଖ୍ୟା ୱିଣ୍ଟର ଷ୍ଟର୍ମ ୱାର୍ଣ୍ଣିଂରେ ଅଛନ୍ତି। ଆଉ ଏହାର ସିଧା ପ୍ରଭାବ ଭାରତ ଉପରେ ପଡ଼ିଛି ନୁହେଁ କି? ହଁ, 10,000ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି, ଯେଉଁଥିରେ ଜାନୁଆରୀ 25 ଓ 26 ପାଇଁ ଦିଲ୍ଲୀ ଓ ମୁମ୍ବାଇର ନ୍ୟୁୟର୍କ ଯିବାକୁ ଥିବା ଏୟାର ଇଣ୍ଡିଆର ଉଡ଼ାଣ ମଧ୍ୟ ସାମିଲ ଅଛି। ତେବେ ଗୋଟିଏ ଜାଗାର ପ୍ରାକୃତିକ ବିପର୍ଯ୍ୟୟ କେମିତି ପୁରା ଦୁନିଆକୁ ଯୋଡ଼ି ହୋଇ ରହିଥିବା ସିଷ୍ଟମକୁ ପ୍ରଭାବିତ କରୁଛି, ଏହା ତାର ଏକ ବଡ଼ ଉଦାହରଣ। ଏକଦମ। ଆଉ ଏହି ବୈଶ୍ୱିକ ସଂଯୋଗର ଏକ ଅନ୍ଧକାର ଦିଗ ମଧ୍ୟ ଅଛି। ଉଦାହରଣ ସ୍ୱରୂପ ଭାରତୀୟ ନାବିକମାନଙ୍କ କଥା ନିଅନ୍ତୁ। ଆମ ପାଖରେ ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍ ବା ITFର ଯେଉଁ ତଥ୍ୟ ଅଛି, ତାହା ବହୁତ ଚିନ୍ତାଜନକ। 2025 ମସିହାରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତୀୟ ନାବିକମାନେ ସାରା ବିଶ୍ୱରେ ସର୍ବାଧିକ ସଂଖ୍ୟାରେ ପରିତ୍ୟକ୍ତ ହୋଇଛନ୍ତି। ପରିତ୍ୟକ୍ତ ହୋଇଛନ୍ତି ମାନେ? ଠିକ୍ ବୁଝିଲିନି। ଏହାର ଅର୍ଥ ହେଉଛି ଜାହାଜର ମାଲିକମାନେ ସେମାନଙ୍କୁ କୌଣସି ବିଦେଶୀ ବନ୍ଦରରେ ଛାଡ଼ି ଦେଇଛନ୍ତି, ବିନା ଦରମାରେ, ବିନା ଖାଦ୍ୟପେୟରେ, ଏପରିକି ଘରକୁ ଫେରିବାର ବ୍ୟବସ୍ଥା ନ କରି। ଏମାନେ ସେହି ଲୋକ ଯେଉଁମାନେ ବୈଶ୍ୱିକ ଅର୍ଥନୀତିର ଅଦୃଶ୍ୟ ଚାଳକ, କିନ୍ତୁ ଯେତେବେଳେ କିଛି ସମସ୍ୟା ହୁଏ ସେମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦିଆଯାଏ। ବହୁତ ଦୁଃଖଦ। ଆଉ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଏହିଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ନିଜ ପରିବାରର ଲୋକଙ୍କୁ, ଆଉ ସେହିପରି ଆସାମର ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ପରିବାର ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ହଁ, ଏହି କାହାଣୀଗୁଡ଼ିକୁ ଆମକୁ ମନେ ପକାଇ ଦିଏ ଯେ ବଡ଼ ବଡ଼ ରାଜନୈତିକ ଘଟଣାକ୍ରମ, ଅର୍ଥନୀତିର ଉତ୍ଥାନ ପତନ ଏବଂ ଟେକ୍ନୋଲୋଜିର ଅଗ୍ରଗତି ମଧ୍ୟରେ ବ୍ୟକ୍ତିଗତ ସ୍ତରର ଦୁଃଖ ଯନ୍ତ୍ରଣା ସବୁବେଳେ ଜାରି ରହିଥାଏ। ଏହି ସବୁକୁ ମିଶାଇଲେ ହିଁ ଜୀବନର ସମ୍ପୂର୍ଣ୍ଣ ଏବଂ ବାସ୍ତବ ଚିତ୍ରଟି ତିଆରି ହୁଏ।
ତେବେ ଆଜି 26 ଜାନୁଆରୀ 2026ର ଏହି ଚିତ୍ର ସତରେ କେତେ ଜଟିଳ। ଗୋଟିଏ ପଟେ ଭାରତ ନିଜର ଇତିହାସ, ସାମର୍ଥ୍ୟ ଆଉ ଭବିଷ୍ୟତର ଉତ୍ସବ ପାଳନ କରୁଛି। ଅନ୍ୟପଟେ ସାରା ଦୁନିଆରେ ଶକ୍ତିର ନୂଆ ନୂଆ ଖେଳ ଚାଲିଛି, ଟେକ୍ନୋଲୋଜି ନୂଆ ଦିଗ ନେଉଛି, ଆଉ ଏଇସବୁ ଭିତରେ ସାଧାରଣ ମଣିଷ ନିଜ ସଂଘର୍ଷର କାହାଣୀ ଲେଖୁଛି। ଆଉ ଆଜିର ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ କୌଣସି ଘଟଣା ଏକାକୀ ନୁହେଁ, ସବୁକିଛି ପରସ୍ପର ସହିତ ଜଡ଼ିତ। ଏବେ ଶ୍ରୋତାଙ୍କ ପାଇଁ ଗୋଟେ ଚିନ୍ତା କରିବାର ବିଷୟ ଛାଡ଼ିଯାଉଛି। ଆମେ ଦେଖିଲେ କିପରି ସାଧାରଣତନ୍ତ୍ର ଦିବସ ପରେଡ୍ ସମୟ ସହିତ ବଦଳିଛି। ସାଧାରଣ ପଦଯାତ୍ରାରୁ ଆରମ୍ଭ ହୋଇ ଆଜି ସାମରିକ ଓ ସାଂସ୍କୃତିକ ଶକ୍ତି ପ୍ରଦର୍ଶନରେ ପହଞ୍ଚିଛି। ଯେତେବେଳେ ଭାରତ ଭଳି ଦେଶ ସାର୍ବଭୌମ AI ଭଳି ଧାରଣା ଉପରେ ଗୁରୁତ୍ୱ ଦେଉଛି, ଭବିଷ୍ୟତରେ ଧରନ୍ତୁ ଆଉ 70 ବର୍ଷ ପରେ ଗୋଟିଏ ଦେଶ ନିଜର ଶକ୍ତି ଓ ପରିଚୟକୁ କିପରି ପ୍ରଦର୍ଶନ କରିବ, ସେତେବେଳର ପରେଡ୍ରେ କ'ଣ ଟ୍ୟାଙ୍କ ଆଉ ମିସାଇଲ୍ ପ୍ରଦର୍ଶନ କରାଯିବ, ନା ନିଜର AI ଆଲଗୋରିଦମ୍, ଡିଜିଟାଲ ସାମର୍ଥ୍ୟ ଏବଂ ସାଇବର ଶକ୍ତିର ପ୍ରଦର୍ଶନ କରାଯିବ?